କ'ଣ ଆପଣଙ୍କ ଜାତକରେ ଅଙ୍ଗାରକ ଯୋଗ ସୃଷ୍ଟି ହେଉଛି କି? ଆପଣ କେମିତି ଜାଣିବେ କି ଜାତକରେ ଅଙ୍ଗାରକ ଯୋଗ ସୃଷ୍ଟି ହେଉଛି ବୋଲି? ମଙ୍ଗଳ ଏବଂ ରାହୁ ଜାତକରେ ଯଦି ଏକତ୍ର ବସିଥାନ୍ତି, ଏହାକୁ ଜ୍ୟୋତିଷଶାସ୍ତ୍ର ଅନୁସାରେ ଅଙ୍ଗାରକ ଯୋଗର ମାନ୍ୟତା ଦିଆଯାଇଛି। ଏହା ଅତ୍ୟନ୍ତ କ୍ଷତିକାରକ ହୋଇଥାଏ, ଯାହା ବ୍ୟକ୍ତିର ଜୀବନରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହାର ପ୍ରମୁଖ କାରଣ ଜାଣନ୍ତୁ। ରାଗ, କ୍ରୋଧ ଏବଂ ହିଂସା। ବ୍ୟକ୍ତି ସହଜରେ ଉତ୍ତେଜିତ ହୋଇ ହିଂସାତ୍ମକ ଆଚରଣ ପ୍ରଦାନ କରିବା, ନିଷ୍ପତ୍ତି ନେବାରେ ଅସୁବିଧା, ଧନହାନି, ବ୍ୟବସାୟରେ କ୍ଷତି ହେବା ଏବଂ ଭଲ ସମ୍ପର୍କରେ ତିକ୍ତତା ଆସିବା ହେଉଛି ଏହି ଯୋଗର ପ୍ରମୁଖ କାରଣ। ସ୍ୱାସ୍ଥ୍ୟ ସମସ୍ୟା ଯଦି କହିବି, ରକ୍ତଚାପ, ଦୁର୍ଘଟଣା, ରକ୍ତ ସମ୍ବନ୍ଧୀୟ ରୋଗରେ ସର୍ବଦା ପୀଡ଼ିତ ରହିବା। ଦେଖନ୍ତୁ, ମଙ୍ଗଳ ଏବଂ ରାହୁ ଉଭୟ ଶତ୍ରୁ ଗ୍ରହ। ଯଦି ସେମାନେ ଏକତ୍ର ବସୁଛନ୍ତି, ଏହାକୁ ଅଙ୍ଗାରକ ଯୋଗ ବୋଲି କୁହାଯାଏ। ଏହାର ପ୍ରତିକାର ହେଉଛି କ'ଣ ନା, ଆପଣଙ୍କର ମଙ୍ଗଳବାର ଦିନ ଆପଣ ହନୁମାନ ମନ୍ଦିର ଯିବେ, ଚମେଲି ତେଲରେ ଗୋଟେ ଦୀପ ଜାଳି ହନୁମାନଙ୍କ ପାଖରେ ହନୁମାନ ଚାଳିସା ପାଠ କରି ଏବଂ ଆପଣଙ୍କର ମଙ୍ଗଳ ଏବଂ ରାହୁଙ୍କର ବୀଜ ମନ୍ତ୍ର, ମଙ୍ଗଳଙ୍କ ବୀଜ ମନ୍ତ୍ର ହେଉଛି କ'ଣ? ଓମ୍ କ୍ରାଂ କ୍ରିଂ କ୍ରୌଂ ସ ଭୌମାୟ ନମଃ। ଏବଂ ରାହୁଙ୍କର ବୀଜ ମନ୍ତ୍ର ହେଉଛି କ'ଣ ନା, ଓମ୍ ଭ୍ରାଂ ଭ୍ରିଂ ବ୍ରୌଂ ସ ରାହବେ ନମଃ। ଯଦି ଆପଣ ଜପ କରୁଛନ୍ତି, ତେବେ ଅଙ୍ଗାରକ ଯୋଗ ଭଳି ଖରାପ ଯୋଗର କୁପ୍ରଭାବ ଆପଣଙ୍କ ଜୀବନରେ କମିଥାଏ।